30 ଜାନୁଆରୀ 1948 ଘଟଣାର ଦିନ। ମହାତ୍ମା ଗାନ୍ଧୀଙ୍କୁ ନାଥୁରା ବିନାୟକ ଗୋଡ଼ସେ 30 ଜାନୁଆରୀ 1948ରେ ନୂଆଦିଲ୍ଲୀର ବିର୍ଲା ଭବନରେ ଗୁଳି କରି ହତ୍ୟା କରିଥିଲେ। କାହିଁକି? ନାଥୁରାମ ଗୋଡ଼ସେ ଓ ତାଙ୍କ ସହଭାଗୀମାନେ ମାନୁଥିଲେ ଯେ ଗାନ୍ଧୀଜୀଙ୍କର ନୀତି ଏବଂ କାର୍ଯ୍ୟକଳାପ ପାକିସ୍ତାନ ପାଇଁ ଅଧିକ ପକ୍ଷପାତମୂଳକ ଥିଲା ଓ ଏହା ଭାରତର ହିନ୍ଦୁ ସମାଜ ପାଇଁ କ୍ଷତିକାରକ। ବିଶେଷ କରି ସେମାନେ ଗାନ୍ଧୀଜୀଙ୍କୁ ପାକିସ୍ତାନକୁ 55 କୋଟି ଟଙ୍କା ଦେବା ପାଇଁ ସରକାରକୁ ଚାପ ଦେବାରେ ଦୋଷାରୋପ କରୁଥିଲେ, ଯାହାକି ବିଭାଜନ ପରେ ଦେଶର ମଧ୍ୟରେ ଆର୍ଥିକ ଚୁକ୍ତିର ଅଂଶ ଥିଲା। ମାରିଥିଲେ କିଏ? ନାଥୁରାମ ବିନାୟକ ଗୋଡ଼ସେ। ତାରିଖ 30 ଜାନୁଆରୀ 1948। କାରଣ ଗାନ୍ଧୀଜୀଙ୍କୁ ମୁସଲମାନ ଓ ପାକିସ୍ତାନ ପ୍ରତି ପକ୍ଷପାତୀ ଭାବିବା ଓ ରାଜନୈତିକ ଅସମ୍ମତି।